ଆମ ଦେଶରେ ରକ୍ତ ଅଭାବ ଏଇଟା ଗୋଟିଏ ସାଧାରଣ ସମସ୍ୟା ଭଳି ଦେଖାଯାଏ। ଆଉ ମହିଳାମାନଙ୍କୁ ତ ଅଧିକାଂଶ ସମୟରେ ରକ୍ତର ଅଭାବ ହୁଏ। ଏମିତି ନାହିଁ ଯେ ପୁରୁଷମାନଙ୍କୁ ହୁଏନି, ପୁରୁଷମାନଙ୍କୁ ବି ହୁଏ, କିନ୍ତୁ ମହିଳାମାନଙ୍କୁ ଅଧିକ ରକ୍ତର ଅଭାବ ଦେଖାଯାଏ। ଆଉ ଏଇଟା କାହିଁକି ହୁଏ? ଅନେକ ପ୍ରକାର କାରଣ ରହିଛି ଯେ ଆପଣଙ୍କ ଶରୀରରେ ରକ୍ତର ଅଭାବ ହେଇଯିବ। କିନ୍ତୁ କେତୋଟି ଖାଦ୍ୟ ଆପଣ ଯଦି ନିଜର ଡେଲି ଲାଇଫରେ ଆଡ୍ କରୁଛନ୍ତି, ସେସବୁକୁ ଖାଉଛନ୍ତି, ଅତି ସହଜରେ ଆପଣଙ୍କ ଶରୀରରେ ରକ୍ତ ତିଆରି ବି ହେଇପାରିବ। ଆଉ ରକ୍ତର ଅଭାବ ଆପଣଙ୍କର ଦୂର ହେଇଯିବ। ଆଜିର ଭିଡିଓରେ ଆପଣ ଏମିତି କେତୋଟି ଖାଦ୍ୟ ବିଷୟରେ ଜାଣିବେ ଯେଉଁଗୁଡାକ ଅତି ସହଜରେ ଆପଣଙ୍କ ଶରୀରରେ ରକ୍ତକୁ ତିଆରି କରିଦେବ, ଅଭାବ ଆପଣଙ୍କର ଦୂର କରିଦେବ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର এই ଭିଡିଓ। ଜାଣିବା କଣ ସେ ସବୁ ଖାଦ୍ୟ ବିଷୟରେ ଆଗକୁ ଆପଣ ଜାଣିବେ, କିନ୍ତୁ ଫାର୍ଷ୍ଟ ଆପଣ ଜାଣନ୍ତୁ ଯେ ରକ୍ତ ଅଭାବ ଯଦି ଆପଣଙ୍କ ଶରୀରରେ ହେଉଛି କଣ ସବୁ ଲକ୍ଷଣ ଯେଉଁଗୁଡାକ ଆପଣ ନିଜେ ବି ଅନୁଭବ କରିପାରିବେ, ଜାଣିପାରିବେ ଯେ ଆପଣଙ୍କ ଶରୀରରେ ରକ୍ତର ଅଭାବ ଦେଖାଯାଉଛି। ଫାର୍ଷ୍ଟ ଯଦି କହିବାକୁ ଯିବା, ସବୁବେଳେ ଆପଣଙ୍କୁ ଥକାଳିଆ ଲାଗିବା, କମଜୋରି ଲାଗିବା। ଦେଖନ୍ତୁ, ରକ୍ତ ଆପଣଙ୍କ ଶରୀରରେ ଗୋଟିଏ ଅକ୍ସିଜେନ ବାହକ ଭଳି କାମ କରିଥାଏ। ଆପଣ ନିଶ୍ୱାସରେ ଯେଉଁ ଅକ୍ସିଜେନ ନେଉଛନ୍ତି ଭିତରକୁ, ସେଇଟା ଆପଣଙ୍କର ପ୍ରତ୍ୟେକ ଅଙ୍ଗ ପର୍ଯ୍ୟନ୍ତ ପହଞ୍ଚିବ କେମିତି, ତା ପାଇଁ ନିଶ୍ଚୟ ଗୋଟିଏ ବାହକ ଦରକାର। ତ ସେଇ ବାହକର କାମ କରେ ରକ୍ତ। ଆଉ ଯେତେବେଳେ ଆପଣ ନିଶ୍ୱାସରେ ନେଉଛନ୍ତି ଅକ୍ସିଜେନ ଭିତରକୁ, ଆପଣଙ୍କର ରକ୍ତ ଆପଣଙ୍କର ପ୍ରତ୍ୟେକ ଅଙ୍ଗ ପର୍ଯ୍ୟନ୍ତ ସେ ସବୁ ଅକ୍ସିଜେନକୁ ପହଞ୍ଚାଉଛି, ଯୋଉଥିରେ ଆପଣଙ୍କ ଶରୀର ଏନର୍ଜେଟିକ ଫିଲ୍ କରୁଛି ଆଉ ସବୁ କାମ ବି କରିପାରୁଛି। ବିନା ଅକ୍ସିଜେନରେ କେହି ବି ବଞ୍ଚି ପାରିବେନି, ଏଇଟା ନିରାଟ ସତ କଥା। ତ ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ଦେଖାଯାଏ, ଆପଣ ନେଉଥିବା ନିଶ୍ୱାସରେ ଅକ୍ସିଜେନଟା ଠିକ ଭାବରେ ଆପଣଙ୍କର ଅଙ୍ଗ ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ, ଯୋଉଥିରେ ଆପଣଙ୍କ ଶରୀର ଥକାଳିଆ ଫିଲ୍ କରିବ, କମଜୋରି ଫିଲ୍ କରିବ, ଆଉ ଆପଣଙ୍କୁ ହାଲିଆ ଦିନ ସାରା ଲାଗିବ, ଯେମିତି କିଛି ବି ନାହିଁ ଆପଣଙ୍କ ଶରୀରରେ। ଆପଣ ଭାବନ୍ତି ଯେ ମୁଁ ତ ଖାଉଛି ଠିକ, ମୁଁ ତ ବହୁତ ସାରା ଖାଦ୍ୟ ଖାଉଛି, କିନ୍ତୁ ସେ ସବୁ କିଛି ବି କାମରେ ଆସୁନି। କାହିଁକି କାମରେ ଆସେନି? କାମରେ ଠିକ ଆସେ, ନ୍ୟୁଟ୍ରିସନ ତାର ଠିକ ମିଶେ ଆପଣଙ୍କ ଶରୀରରେ, କିନ୍ତୁ ଯେହେତୁ ରକ୍ତର ଅଭାବ, ଯେହେତୁ ଅକ୍ସିଜେନଟା ଠିକ ଭାବରେ ପହଞ୍ଚି ପାରେନି ସବୁ ଅଙ୍ଗ ପର୍ଯ୍ୟନ୍ତ, ତ ଆପଣଙ୍କୁ କିଛି କାମ କରିବା ପାଇଁ ଇଚ୍ଛା ହୁଏନି, ଆପଣଙ୍କୁ ହାଲିଆ ଲାଗେ, କମଜୋରି ଲାଗେ, ଥକାପଣ ଦିନ ସାରା ଆପଣଙ୍କ ଶରୀରରେ ରହେ। ଆଉ ଗୋଟିଏ ଲକ୍ଷଣ ହେଲା ଯେ ଆପଣଙ୍କର ମୁଣ୍ଡ ବୁଲେଇବ, ମଝିରେ ମଝିରେ ମୁଣ୍ଡ ବି ବୁଲାଏ, ମଝିରେ ମଝିରେ ମୁଣ୍ଡ ବି ଆପଣଙ୍କର ବିନ୍ଧେ, ରେଗୁଲାର ବିନ୍ଧେ। ଯଦି ରକ୍ତର ଅଭାବ ଅଧିକ ବଢିଯିବ, ତେବେ ରେଗୁଲାର ଆପଣଙ୍କର ମୁଣ୍ଡ ବିନ୍ଧିବ ଆଉ ମୁଣ୍ଡ ବୁଲେଇବାର ସମସ୍ୟା ବି ଆପଣଙ୍କୁ ଲାଗିବ। ଆପଣ ଚାଲୁଥିବେ, ମୁଣ୍ଡ ହଠାତ୍ ଆପଣଙ୍କର ବୁଲେଇଦେବ। ଆପଣ ନ ବି ପଡି ପାରନ୍ତି, କିନ୍ତୁ ଆପଣଙ୍କୁ ଲାଗିବ ଯେ ମୁଣ୍ଡଟା ଟିକେ ବୁଲେଇ ଦେଲା। ବେଳେ ବେଳେ ଆପଣଙ୍କୁ ନିଶ୍ୱାସ ନେବାରେ ବି କଷ୍ଟ ହୁଏ, ଆପଣଙ୍କୁ ଲାଗିବ ଯେ ଭିତରକୁ ଅକ୍ସିଜେନ କିଛି ଯାଉନି, ଅଳ୍ପ ପରିମାଣରେ ଯାଉଛି, କିନ୍ତୁ ସେମିତି ନୁହେଁ। ଅକ୍ସିଜେନଟା ଠିକ ଆପଣ ନିଅନ୍ତି, କିନ୍ତୁ ଯେହେତୁ ଆପଣଙ୍କର ରକ୍ତର ଅଭାବ ଦେଖାଯାଏ, ଯେ ଠିକ ଭାବରେ ସେ ଅକ୍ସିଜେନଟା ପହଞ୍ଚି ପାରେନି ପ୍ରତ୍ୟେକ ଅଙ୍ଗ ପର୍ଯ୍ୟନ୍ତ, ଯୋଉଥିରେ ଆପଣଙ୍କୁ ଲାଗେ ସେଇଆ। ଆଉ ବେଳେ ବେଳେ ତ ହାର୍ଟ ବିଟ୍ ବହୁତ ଅଧିକ ବଢିଯାଏ, ଆଉ ଆପଣଙ୍କର ସ୍କିନ୍ ବି ସେତା ଦେଖାଯାଏ। ଆପଣ ଭାବିବେ ଯେ ପୁରା ଧଳା ଦେଖାଗଲେଣି, ପୁରା ଗୋରା ହେଇଗଲେଣି, କିନ୍ତୁ ଗୋରା ହୁଅନ୍ତିନି। ଯେତିକି ଆପଣଙ୍କର କଲର ସେତିକି ହିଁ ରହିବେ, ଆପଣ କେବେ ବି ଗୋରା ହେବେନି। କିନ୍ତୁ ରକ୍ତର ଅଭାବ ଯେତେବେଳେ ଥାଏ, ଆପଣଙ୍କ ସ୍କିନ୍ ପୁରା ସେତା ଦେଖାଯାଏ, ଯୋଉଥିରେ ଆପଣ ଭାବନ୍ତି ଯେ ମୁଁ ଗୋରା ହେଇଗଲି। ଆଉ ଇଏ ବି ଗୋଟେ ଲକ୍ଷଣ, ବଡ ଲକ୍ଷଣ, ଯୋଉଟା କି ଆପଣ ନିଜେ ହିଁ ଦେଖିକି ଜାଣିପାରିବେ ଯେ ଆପଣଙ୍କ ସ୍କିନ୍ କଲର ଯଦି ହଠାତ୍ ସେତା ଦେଖାଯାଉଛି, ତ ଆପଣ ନିଜେ ହିଁ ଜାଣିପାରିବେ ଯେ ରକ୍ତର ଅଭାବ ହେଇଯାଇଛି ଆପଣଙ୍କ ଶରୀରରେ। ଏସବୁ ସହିତ ବି ଚୁଟି ବହୁତ ଅଧିକ ଝଡେ। ମହିଳାମାନଙ୍କ ଶରୀରରେ ଯଦି ରକ୍ତର ଅଭାବ ହୁଏ, ଚୁଟି ବି ବହୁତ ଅଧିକ ଝଡିଥାଏ। ଆଉ ଆପଣମାନେ ଦେଖିଥିବେ ଯେ ପ୍ରେଗନେଣ୍ଟ ଲେଡି ମାନଙ୍କୁ ଡକ୍ଟର ସବୁବେଳେ ଆଇରନ୍ ଆଉ ଫଲିକ୍ ଏସିଡର ଟ୍ୟାବଲେଟ୍ ବି ଦେଇଥାନ୍ତି, ଏଥିପାଇଁ ଯେ ପ୍ରେଗନେନ୍ସି ସମୟରେ ଆଉ ଡେଲିଭରି ପରେ ରକ୍ତର ଅଭାବ ସେମାନଙ୍କୁ ନ ହଉ, କିନ୍ତୁ ତଥାପି ହେଇଯାଏ। କାହିଁକି ହୁଏ? କାରଣ ଡେଲିଭରି ପରେ ପରେ ବହୁତ ଅଧିକ ବ୍ଲିଡିଂ ହୁଏ, ତ ସେଥିପାଇଁ ରକ୍ତର ଅଭାବ ପ୍ରେଗନେଣ୍ଟ ଲେଡି ମାନଙ୍କୁ ଦେଖାଯାଇଥାଏ। ଏହା ସହିତ ମହିଳାମାନଙ୍କର ପ୍ରତ୍ୟେକ ମାସରେ ଯେହେତୁ ପିରିୟଡଟା ଚାଲେ, ପିରିୟଡରେ ବି କିଛି ମାତ୍ରାରେ ବ୍ଲଡ ସେମାନଙ୍କ ଶରୀରରୁ ଯାଉଛି, ଯୋଉଥିରେ ରକ୍ତର ଅଭାବ ପ୍ରତ୍ୟେକ ମହିଳାମାନଙ୍କ ଶରୀରରେ ହେଉଛି। ଆପଣ ଏଇ ସବୁ ଖାଦ୍ୟକୁ ରେଗୁଲାର ଖାଆନ୍ତୁ, ଦେଖିବେ ନିଶ୍ଚୟ ଆପଣଙ୍କ ଶରୀରରେ ରକ୍ତର ଅଭାବ ଦୂର ହେଇପାରିବ, ଆଉ ଆପଣଙ୍କୁ କୌଣସି ପ୍ରକାର ଟ୍ୟାବଲେଟ, ମେଡିସିନ ଏସବୁ ଖାଇବାକୁ ହିଁ ପଡିବନି। ଏଇ ସବୁ ଖାଦ୍ୟ ଭିତରେ ଆଇରନ୍ ଯୁକ୍ତ ଖାଦ୍ୟ ଆସୁଛି, ଫଲିକ୍ ଏସିଡ ଆସୁଛି, ଏହା ସହିତ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ଯୋଉଗୁଡାକ ଆପଣ ଡେଲି ଖାଇପାରିବେ। ଏଥିରେ ଆପଣଙ୍କର ଅଧିକ କିଛି ଖର୍ଚ୍ଚ ହବାର ହିଁ ନାହିଁ। ଆଇରନ୍ ଯୁକ୍ତ ଖାଦ୍ୟ ଭିତରେ ଆପଣଙ୍କର ସବୁ ପ୍ରକାର ଶାଗ ଆସୁଛି, ସବୁ ପ୍ରକାରର ଶାଗ। କିନ୍ତୁ ଯଦି କହିବା ଯେ ଆପଣଙ୍କ ଶରୀରରେ ଶୀଘ୍ର ରକ୍ତର ଅଭାବକୁ ଦୂର କରିବାର ଅଛି, କଣ ଖାଇବା, ତେବେ ସେ ସବୁ ଶାଗ ଭିତରେ ପାଳକ ଶାଗ ହେଉଛି ଗୋଟେ ମୁଖ୍ୟ ଖାଦ୍ୟ, ଯୋଉଟା କି ଆପଣ ଖାଆନ୍ତୁ। ମେଥି ବି ସେଥିରେ ଅଛି, ମେଥି ଶାଗ, ପାଳକ ଶାଗ। ଆପଣ ଏଇ ଦୁଇଟି ଶାଗକୁ ରେଗୁଲାର କିଛି ଦିନ ଖାଆନ୍ତୁ। ଏଥିରେ
खूब शीघ्र आपणक शरीरରୁ ରକ୍ତର ଅଭାବ ଦୂର ହୁଏ। କାରଣ ପାଳକ ଶାଗରେ ବହୁତ ଅଧିକ ଆଇରନର ମାତ୍ରା ରହିଛି। ସେମିତି ତ ସବୁ ଶାଗରେ ଆଇରନ ରହିଛି, କିନ୍ତୁ କେଉଁଥିରେ କମ କେଉଁଥିରେ ବେଶୀ ରହିଛି। ଯେ ବିଭିନ୍ନ ପ୍ରକାର ଡାଲି ରହିଛି, ଯେମିତିକି ଗ୍ରୀନ୍ ଡାଲି ଭିତରେ ଆପଣଙ୍କୁ ମୁଗ ଡାଲିଟା ମିଳିଯିବ, ଯୋଉଟାକି ଆଇରନରେ ଭରପୁର ରହିଛି। କଳା ଚଣା ବା କଳା ସୋଲା ଆପଣ ସେ ସବୁ ବି ଭେଦେଇକି ଖାଇପାରିବେ, କିମ୍ବା ସିଝେଇକି ତାକୁ ଖାଇପାରିବେ, କିମ୍ବା ଗଜା କରିକି ଖାଇପାରିବେ। ମୁଗ ବି ଆପଣ ଗଜା କରିକି ଖାଇପାରିବେ, ସୋଲାକୁ ବି ଆପଣ ଗଜା କରିକି ଖାଇବେ। କିନ୍ତୁ ଗଜା କଲେ କଣ ହୁଏ, ସେଥିରେ ବି ବହୁତ ଅଧିକ ଫାଇबर। ତାକୁ ଖାଇଲେ ଅଳ୍ପ ପରିମାଣରେ ଖାଇବେ, ଯୋଉଥିରେ ଠିକରେ ହଜମ ବି ହେଇପାରିବ, ଆଉ ସବୁ ପ୍ରକାର ଭିଟାମିନ୍ସ ଆଇରନ ଏସବୁ ମିଶି ବି ପାରିବ। ସେଥିରେ କ୍ୟାଲସିୟମ ବି ଭରପୁର ମାତ୍ରାରେ ରହିଛି, ଫଲିକ ଏସିଡ ବି ରହିଛି। ଯଦି ଆପଣ ଏଇ ସବୁକୁ ସିଝେଇକି ଖାଉଛନ୍ତି, ଯେମିତିକି ମୁଗ ଡାଲି ଆପଣ କରି ଖାଇଲେ, ସୋଲାକୁ ଆପଣ ଭେଦେଇ ଦେଲେ, ତାକୁ ସିଝେଇ ଦେଲେ, ତାକୁ ଆପଣ ଖାଇଲେ, ତ ଏସବୁ ଶୀଘ୍ର ହଜମ ହୁଏ, ଯୋଉଥିରେ ସେଥିରେ ଥିବା ଆଇରନ, ଫଲିକ ଏସିଡ, ବିଭିନ୍ନ ପ୍ରକାର ଭିଟାମିନ୍ସ ଶୀଘ୍ର ଆପଣଙ୍କ ଶରୀରରେ ମିଶେ। ଆଉ ଅନେକ ପ୍ରକାର ଡ୍ରାଇ ଫ୍ରୁଟରେ ବି ଆପଣଙ୍କୁ ମିଳିଯାଏ ଆଇରନ, ବହୁତ ସାରା ରହିଛି, ବହୁତ ସାରା ଭିଟାମିନ୍ସ ରହିଛି, ଫଲିକ ଏସିଡ ବି ରହିଛି। କିନ୍ତୁ ଡ୍ରାଇ ଫ୍ରୁଟର ଆଜିକାଲି ଯାହା ବି ରେଟ୍ ହେଲାଣି, ସମସ୍ତେ କିଣିକି ଖାଇପାରନ୍ତି ନାହିଁ। କିନ୍ତୁ ଗୋଟେ ଡ୍ରାଇ ଫ୍ରୁଟ ଆପଣ ଖାଇପାରିବେ, ସମସ୍ତେ ଖାଇପାରିବେ, ସେଟା ହେଉଛି କିସମିସ୍। କିସମିସ୍ ଅନ୍ୟାନ୍ୟ ଡ୍ରାଇ ଫ୍ରୁଟ ଅପେକ୍ଷା କମ ରେଟ୍ରେ ଆପଣଙ୍କୁ ମିଳିଯିବ। କେବଳ 5ରୁ 6ଟି କିସମିସ୍ ଆପଣ ଭେଦେଇକି ଖାଆନ୍ତୁ। ଏଥିରେ ଭେଦେଇ ଦେଲେ ସକାଳେ ଖାଇଲେ ଖାଲି ପେଟରେ, ଦେଖିବେ ଏଥିରେ ଆପଣଙ୍କୁ ବହୁତ ସାରା ଆଇରନ ମିଳିଯିବ। ଆଉ ଯଦି ଆପଣ କିଣି ପାରୁଛନ୍ତି ଅନ୍ୟାନ୍ୟ ଡ୍ରାଇ ଫ୍ରୁଟ, ଆପଣ ଖାଇପାରିବେ। ଯେଉଁମାନେ କିଣି ନ ପାରୁଛନ୍ତି, କିସମିସ୍ ଖାଆନ୍ତୁ, ତା ସହିତ ଚିନାବାଦାମ ଖାଆନ୍ତୁ। ଚିନାବାଦାମରେ ବି ଆପଣଙ୍କୁ ବହୁତ ସାରା ଫଲିକ ଏସିଡ ମିଳେ, ବହୁତ ସାରା ହେଲ୍ଦି ଫ୍ୟାଟ୍ ମିଳେ, ଯୋଉଗୁଡାକ ଆପଣଙ୍କ ଶରୀରକୁ ଏନର୍ଜେଟିକ ଫିଲ୍ କରାଇବ। ଆପଣ ଡେଲି ଗୁଡ଼ ବି କିଛି ଖାଆନ୍ତୁ। ଗୁଡ଼ରେ ବହୁତ ସାରା ଆଇରନ ରହିଛି। କେବଳ ଅଧ ଚାମଚ ଗୁଡ଼ ଲଞ୍ଚ ପରେ ଆପଣ ଖାଇଦେବେ, ଖାଦ୍ୟ ବି ଠିକରେ ଆପଣଙ୍କର ହଜମ ହୁଏ, ଆସିଡିଟି ଦୂର ହୁଏ, ଆଉ ଆପଣଙ୍କୁ ବହୁତ ସାରା ଆଇରନ ମିଳେ। ଆପଣ ବିଟ୍ ରୁଟ୍ ଖାଆନ୍ତୁ, ଯେଉଁଗୁଡାକ ହେଲା ବିଟ୍, ଲାଲ ରଙ୍ଗର ଫଳ, ସେଥିରେ ବି ବହୁତ ସାରା ଆଇରନ ଆପଣଙ୍କୁ ମିଳେ। ଗାଜରରେ ବି ଖୁବ ସାରା ଆଇରନ ରହିଛି। ତ ଏଇ ସବୁକୁ ଆପଣ ସାଲାଡରେ ବି ଖାଇପାରିବେ, ପ୍ଲସ ଆପଣ ଯାହା ବି ରୋଷେଇ କରୁଛନ୍ତି ସେଥିରେ ବି ମିକ୍ସ କରିକି ଖାଆନ୍ତୁ। ଡାଳିମ୍ବରେ ବି ବହୁତ ଅଧିକ ଆଇରନ ରହିଛି, ଆପଣ ଡାଳିମ୍ବ ବି ଖାଇପାରିବେ। ସପ୍ତାହକୁ 2ରୁ 3 ଥର ଆପଣ ଡାଳିମ୍ବ ଖାଆନ୍ତୁ, ବହୁତ ଅଧିକ ଆଇରନ ରହିଛି, ଆଣ୍ଟି ଅକ୍ସିଡେଣ୍ଟ ରହିଛି। ଆଉ ଆଇରନକୁ ଠିକ ଭାବରେ ଅବଶୋଷଣ କରିବା ପାଇଁ ଆପଣଙ୍କ ଶରୀରରେ ଭିଟାମିନ ସି ବି ଦରକାର। ଯଦି ଭିଟାମିନ ସି ନାହିଁ, ତ ଆଇରନ ଅବଶୋଷଣ ହେଇପାରିବ ନାହିଁ, ପଛକେ ଆପଣ ଯାହା ବି ଖାଆନ୍ତୁ। ଭିଟାମିନ ସି ପାଇଁ ଆପଣ କମଳା ଖାଇପାରିବେ, ଲେମ୍ବୁ ଖାଇପାରିବେ। ଭିଟାମିନ ସି ପାଇଁ ଗୋଟିଏ ଶସ୍ତା ଫଳ ଯେଉଁଗୁଡାକ ହେଲା ପିଜୁଳି, ଅଁଳା। ଅଁଳା ତ ଆପଣଙ୍କୁ ଶୀତ ଋତୁରେ ମିଳିବ, କିନ୍ତୁ ଲେମ୍ବୁ ଆପଣଙ୍କୁ ସବୁ ସିଜନରେ ମିଳିଯିବ, କମଳା ବି ମିଳୁଛି, ପିଜୁଳି ବି ଆପଣଙ୍କୁ ସବୁ ସିଜନରେ ମିଳିବ। ଏଇ ସବୁ ଫଳକୁ ଆପଣ ଖାଆନ୍ତୁ। ଆମିଷ ଭିତରେ ଆପଣ ଅଣ୍ଡା ଆଉ ମାଛକୁ ଅଧିକ ଖାଆନ୍ତୁ। ମାଛରେ ଆପଣଙ୍କୁ ଓମେଗା 3 ଫ୍ୟାଟି ଏସିଡ ବି ମିଳେ। ଅଣ୍ଡାରେ ଆପଣଙ୍କୁ ବିଭିନ୍ନ ପ୍ରକାର ଭିଟାମିନ୍ସ ମିଳିଯାଉଛି, ବହୁତ ସାରା ପ୍ରୋଟିନ ମିଳୁଛି, ଆଇରନ ବି ଏଥିରେ ରହିଛି। ତ ଆମିଷ ଭିତରେ ଆପଣ ଅଣ୍ଡା ଆଉ ମାଛକୁ ଅଧିକ ମାତ୍ରାରେ ଖାଆନ୍ତୁ। ଆଉ ଯଦି ଭାବୁଛନ୍ତି ଚିକେନ, ମଟନ ଖାଇପାରିବେ କି ନାହିଁ, ସବୁ ଆପଣ ଖାଇପାରିବେ, କିନ୍ତୁ ଏଇ ସବୁ ଯେଉଁ ଖାଦ୍ୟ ଆପଣଙ୍କୁ କହୁଛି, ଏଇ ସବୁ ଯଦି ଆପଣ ଆଗରୁ ଖାଉନାହାନ୍ତି, ତେବେ ଏବେଠାରୁ ଖାଇବା ଷ୍ଟାର୍ଟ କରନ୍ତୁ, ଯଦି ଆପଣଙ୍କର ରକ୍ତର ଅଭାବ ଦେଖାଯାଉଛି। ଆଉ ଗୋଟେ ବଡ କାମ ଆପଣଙ୍କୁ କଣ କରିବାର ଅଛି, ପାଣି ଠିକରେ ଆପଣ ପିଅନ୍ତୁ। ପାଣି ପିଇବା କଥା କାହିଁକି ଆପଣଙ୍କୁ କହିଲି, କାରଣ ପାଣି ଯଦି ଠିକରେ ଆପଣ ନ ପିଇବେ, ରକ୍ତ ଆପଣଙ୍କର ପତଳା ହବ ନାହିଁ। ଆଉ ରକ୍ତକୁ ପତଳା ରଖିବା ପାଇଁ ଆପଣଙ୍କର ପାଣି ଠିକରେ ପିଇବା ଦରକାର। ପାଣି ଠିକରେ ପିଇବାର ଆଉ ଗୋଟିଏ କାମ ହେଉଛି କଣ, ଯେ ଖାଦ୍ୟଟା ଠିକରେ ହଜମ ହବ। ଖାଦ୍ୟ ଯଦି ଠିକରେ ହଜମ ନ ହୁଏ, ମନେ ରଖନ୍ତୁ, କେବେ ବି ଆପଣଙ୍କ ଖାଦ୍ୟର ସାରାଂଶ ଆପଣଙ୍କ ଶରୀରରେ ଠିକରେ ମିଶେନି। ସେଥିପାଇଁ ଖାଦ୍ୟଟା ଠିକରେ ହଜମ ହବା ଦରକାର। ଆଉ ଯେତେ ସବୁ ବର୍ଜ୍ୟ ବସ୍ତୁ ଆପଣଙ୍କ ଶରୀରରେ ରହିଛି, ୱେଷ୍ଟ ଯାହା ବି ରହିଛି, ସେ ସବୁ ବି ଠିକରେ ବାହାରିବା ଦରକାର। ଆଉ ସେଇଟା ହେଇପାରିବ କେତେବେଳେ, ଯଦି ଖାଦ୍ୟଟା ଠିକରେ ହଜମ ହେଲା, ପାଣି ଠିକରେ ଆପଣ ପିଇବେ, ଖାଦ୍ୟ ଠିକ ଭାବରେ ହଜମ ହବ, ପେଟ ଠିକରେ ଆପଣଙ୍କର ସଫା ହବ। ତ ଏମିତି ମାନେ ନାହିଁ ଯେ କେବଳ ଖାଇଦେଲେ ତାପରେ ଖାଇଦେଲେ ସେଇଟା ହେଇଯିବ ନା। ଗୋଟେ ସିଷ୍ଟମ ଆପଣଙ୍କ ଶରୀରରେ କାମ କରୁଛି, ଗୋଟେ ମେସିନ କାମ କରୁଛି, ସେଇଟା ଠିକରେ କାମ କରିବ କେମିତି? ଯଦି ସେଇଟା ଠିକରେ ସଫା ହେଉଛି, ଯଦି ତାର କାର୍ଯ୍ୟକ୍ଷମତା ଠିକ ଅଛି, ଯଦି ସେଥିରେ ଥିବା ଯାହା ବି ପ୍ରଡକ୍ଟ ଯାଉଛି, ସେ ସବୁଥିର ସାରାଂଶ ଠିକରେ ଆପଣଙ୍କ ଶରୀରରେ ମିଶିଲା, ତ ଠିକରେ ଆପଣଙ୍କ ଶରୀର ଆଇରନ ବି ପାଇଲା, ଫଲିକ ଏସିଡ, ଯାହା ବି ଭିଟାମିନ୍ସ ଆପଣଙ୍କ ଶରୀର ପାଇଁ ଦରକାର ସବୁ ପାଇବ। କିନ୍ତୁ ଆପଣ ଯଦି ଭାବିବେ ଯେ ଖାଲି ଖାଇବା, ପେଟକୁ ସଫା କରିବାନି, ସେଟା କେମିତି ହବ? ତ ସେଥିପାଇଁ ପାଣି ବି ପିଇବାକୁ ଦରକାର। ତ ଏତେ ସବୁ କାମ ଆପଣଙ୍କୁ କରିବାକୁ ପଡିବ। ଆପଣଙ୍କୁ ଲାଗୁଛି ଯେ ବହୁତ ସାରା ମୁଁ କହିଦେଲି, ବହୁତ ସାରା ନୁହଁ। ଆପଣ ଯଦି ଗୋଟେ ଗୋଟେ ବି ଦିନକୁ ଖାଉଛନ୍ତି, ମନେ କରନ୍ତୁ ଆଜି ଗୋଟିଏ କମଳା ଖାଇଦେଲେ, କାଲି ଗୋଟିଏ ଡାଳିମ୍ବ ଖାଇଦେଲେ,
ସପ୍ତାହକୁ 2 ଥର ଆପଣ ପାଳକ ଖାଇଦିଅନ୍ତୁ, ମେଥି ଆଉ ଥରେ ଆପଣ ଆଣିକି ଖାଇଦିଅନ୍ତୁ, ମୁଗ ଡାଲିଟା ଆପଣ ସପ୍ତାହକୁ 3 ରୁ 4 ଥର ଖାଇଦିଅନ୍ତୁ। ଏଇଭଳି ଅଲଗା ଅଲଗା କରିକି ଆପଣ ଡେଲି କିଛି ନା କିଛି ଆଇରନ୍ ଯୁକ୍ତ ଖାଦ୍ୟ, ଫଲିକ ଏସିଡ୍ ଯୁକ୍ତ ଖାଦ୍ୟ ଏସବୁକୁ ଖାଇପାରିବେ, ଯୋଉଟାକି ଅତି ସହଜରେ ଆପଣଙ୍କ ଶରୀରରୁ ରକ୍ତର ଅଭାବକୁ ଦୂର କରିଦବ। ହଁ, ଆପଣ ଭାବୁଛନ୍ତି ଯଦି ଟ୍ୟାବଲେଟ୍ କାହିଁକି ନ ଖାଇବୁ, ସିରପ୍ କାହିଁକି ନ ଖାଇବୁ, ଅନେକ ପ୍ରକାର ବାହାରୁ ସପ୍ଲିମେଣ୍ଟ ବି କିଣିକି ଆପଣ ଖାଇପାରିବେ, କିନ୍ତୁ ତାକୁ ଆପଣ କେତେ ଦିନ ଖାଇବେ? ତାକୁ ଆପଣ ଖାଉଛନ୍ତି ଠିକ୍ ଅଛି, କିନ୍ତୁ ତା ସହିତ ବି ଏସବୁ ଖାଦ୍ୟକୁ ଖାଆନ୍ତୁ। ଖାଦ୍ୟ ଆପଣଙ୍କ ଶରୀରରେ ଯେଉଁ କାମ କରିପାରିବ, ହୁଏତ ବାହାରର କୌଣସି ମେଡିସିନ ନ କରିପାରିବ। ତ ନେଚର ଆପଣଙ୍କୁ ଯାହା ବି ଦେଇଛି, ପ୍ରଥମେ ସେ ସବୁକୁ ଖାଇକି ଦେଖନ୍ତୁ କଣ ସବୁ ଚମତ୍କାର ହେଉଛି ଆପଣଙ୍କ ଶରୀରରେ। ଆଜିର ଭିଡିଓ ଯଦି ଆପଣଙ୍କୁ ଭଲ ଲାଗିଲା, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଭିଡିଓକୁ ସେୟାର କରନ୍ତୁ। ଆଜି ପାଇଁ ଏତିକି।